ଘୁଉଦଗିରି ବିଶେଷଜ୍ଞ ଡାକ୍ତର ଫେରାଇବାକୁ ଦାବି। 7 ଦିନରେ ସମାଧାନ ନ ହେଲେ ପ୍ରତିବାଦର ଚେତାବନୀ। ଦର୍ଶକ ବନ୍ଧୁ, ଟିକିନିକି ଖବରକୁ ସ୍ୱାଗତ। କନ୍ଧମାଳ ଜିଲ୍ଲା ଘୁଉଦଗିରି ବ୍ଲକ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡକ୍ଟର ପଙ୍କଜ କୁମାର ବିହାରୀଙ୍କୁ ତୁରନ୍ତ 7 ଦିନ ମଧ୍ୟରେ ଫେରାଇ ଆଣିବା ସହ ଅନ୍ୟ ବିଭାଗରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରାଯିବାକୁ ଆଜି ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସାଧିକାରୀ କନ୍ଧମାଳକୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ଅନୁସାରେ 2023 ମସିହାରେ ଡକ୍ଟର ବିହାରୀଙ୍କୁ ଗ୍ରେସିଙ୍ଗିଆରେ ନିଯୁକ୍ତି ମିଳିଥିଲା, କିନ୍ତୁ ସେହିଦିନ ଠାରୁ ହିଁ ସେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନରେ ଯାଇ 23 ମାସ ହେଉଛି କାମ କରୁଛନ୍ତି। ତଥାପି ସେ ତାଙ୍କର ଦରମା ଘୁଉଦଗିରିରୁ ପାଉଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକ ଓ ଏନ୍ଏସି ଅଞ୍ଚଳର ପ୍ରାୟ 50,000ରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ବର୍ତ୍ତମାନ କେନ୍ଦ୍ରରେ କୌଣସି ବିଶେଷଜ୍ଞ ଡାକ୍ତର ନଥିବାରୁ ଲୋକମାନେ ଗୁରୁତର ଅସୁବିଧା ହୋଇପଡ଼ୁଛନ୍ତି। ଏହି ପରିସ୍ଥିତିରେ 7 ଦିନ ମଧ୍ୟରେ ଡାକ୍ତରଙ୍କୁ ଫେରାଇ ନ ଆଣିଲେ ଓ ବିଶେଷଜ୍ଞ ପଦବୀ ପୂରଣ ନ କରାଗଲେ ଅଞ୍ଚଳବାସୀ ରାଜପଥରେ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ପଦବୀ ଖାଲି ଅଛି। ଆଜକୁ 23 ମାସ ପୂର୍ବରୁ ଆମ ଏ ଘୁଉଦଗିରି ପାଇଁ ଗୋଟେ ଡକ୍ଟରକୁ ପୋଷ୍ଟିଂ କରାଯାଇଥିଲା, କିନ୍ତୁ ଯେଉଁଦିନ ପୋଷ୍ଟିଂ ହେଲେ ସେଦିନ ହିଁ ତାଙ୍କୁ ଡେପୁଟେସନ ଫୁଲବାଣୀ ନିଆଗଲା ସାର୍। ତ ବର୍ତ୍ତମାନ ଦେଖନ୍ତୁ ଆମ ଅଞ୍ଚଳର କେତେ ଗର୍ଭବତୀ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାର୍। ତ ସେଥିପାଇଁ ଆମେ ଚାହୁଁଛୁ ସାର୍, ଆଉ ଯେଉଁ ଡକ୍ଟରଙ୍କୁ ଫୁଲବାଣୀ ନିଆଯାଇଛି ସେ ଡକ୍ଟରଙ୍କୁ 1 ସପ୍ତାହ ମଧ୍ୟରେ ସାର୍ ଆଉ ପୁଣି ଥରେ ଘୁଉଦଗିରିକୁ ଆଣିବା ନିମନ୍ତେ ଆମେ କହୁଛୁ। ତତ୍ ସଙ୍ଗେ ସଙ୍ଗେ ଆମ ଘୁଉଦଗିରିରେ ସାର୍ ଦେଖନ୍ତୁ, ଆପଣ ତ ଜାଣିଛନ୍ତି ସବୁ ବିଶେଷଜ୍ଞ ଡାକ୍ତରଙ୍କର ପଦବୀ ସାର୍ ଆମର ଖାଲି ରହିଛି। ତ ବିଶେଷଜ୍ଞ ଡାକ୍ତର ପଦବୀ ବି ଯେପରି ଯଥାଶୀଘ୍ର ପୂର୍ଣ୍ଣ ହେବ ସେ ବିଷୟରେ ସାର୍ ଆମେ ଆପଣଙ୍କୁ ଜିଲ୍ଲାପାଳ ମହୋଦୟ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ କନ୍ଧମାଳଙ୍କୁ ଆପଣଙ୍କ ଜରିଆରେ ସାର୍ ଗୋଟିଏ ଆମେ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ଆସିଛୁ। ତ ଏ ବିଷୟରେ ସାର୍ ଆମେ ଆପଣଙ୍କ ନିକଟକୁ ଆସିଛୁ। ଦର୍ଶକ ବନ୍ଧୁ, ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।